ଜୟ ଜଗନ୍ନାଥ। ଗୋଟିଏ ଛୋଟିଆ ଉଦାହରଣ ଦେଉଛି, ସମସ୍ତଙ୍କ ପାଇଁ ତାହା ଲାଗୁ, ମୋ ପାଇଁ ବି ତାହା ବି ଲାଗୁ। ମୁଁ କହୁଛି କାରଣ ମୋତେ ବି କେହି ଉପେକ୍ଷା ନ ଦେଇ କହିପାରନ୍ତି। ଏହା ନିରାଟ ସତ୍ୟ। ସମସ୍ତଙ୍କୁ କହିପାରିବ, ପରିବେଶର ଛୁଆ ପିଲା ବଡ଼ ସାନ ଶାଶୁ ବୋହୂ ସମସ୍ତଙ୍କୁ ଏଇଟା ଲାଗୁ। ସେଇଟା ହେଲା, ମଣିଷ ପ୍ରଥମେ ଯଦି କାହାର ଭୁଲ ବାଛିବାର ଅଛି, କାହାର ଦୋଷ ବାଛିବାର ଅଛି, ତାହେଲେ ଆଗ ପ୍ରଥମେ ନିଜେ ନିଜକୁ ବାଛନ୍ତୁ। ତେଣୁ ମୁଁ ଆଜି କହୁଛି, ମୋ ଭିତରେ ମୁଁ ଯଦି କାହାର ଦୋଷଟିକୁ ଦେଖିକିରି ତର୍ଜମା କରିଦେଲି, ସେଥିପାଇଁ ତାଙ୍କୁ କଷ୍ଟ ଲାଗିଥିବ, ତାଙ୍କର ମୋ ପ୍ରତି ଗୋଟେ ରାଗ ଭାବ ଆସିଥିବ। ସେଥିପାଇଁ ମୁଁ କହୁଛି, ମଣିଷ ସିନା ମୋତେ ପ୍ରତିଶୋଧ ନେଇପାରିବ ନାହିଁ, ମଣିଷ ସିନା ମୋତେ ଶାସ୍ତି ଦେଇପାରିବ ନାହିଁ, ହେଲେ ମୋ ଜଗନ୍ନାଥ ତ ଶାସ୍ତି ଦେବେ। କାଳିଆରେ ସେଇଭଳି ଯଦି ଭୁଲ ମୁଁ କରିଛି, ତାହେଲେ ତମେ ମୋତେ ଶାସ୍ତି ଦିଅ। ଫୋଟାଣି ମାରି କହନ୍ତି କୋଉମାନେ? ଯେଉଁମାନେ ଭଗବାନ ମାର୍ଗରେ ଯାଇନଥିବେ ସେଇମାନେ ହିଁ ଫୋଟାଣି ମାରି କଥା କୁହନ୍ତି। ଆଉ ଯେଉଁମାନେ ଭଗବାନ ମାର୍ଗରେ ଯାଇଥାନ୍ତି ସେମାନେ କେବେ ବି ଫୋଟାଣି ମାରି କଥାବାର୍ତ୍ତା କରନ୍ତି ନାହିଁ। ସେ କେବଳ ସମୟ ଅନୁସାରେ ସମସ୍ତଙ୍କର କଥାବାର୍ତ୍ତାକୁ ଅନୁସରଣ କରି କିଛି କହିଥାନ୍ତି, କିନ୍ତୁ ତାଙ୍କ ମଧ୍ୟରେ କାହା ପ୍ରତି ରାଗ ନଥାଇ, ଅଭିମାନ ନଥାଇ, କି କାହାର ପ୍ରତି ତର୍ଜମା ନଥାଇ, କାହାର ଭୁଲଟିକୁ ବାଛିବାର ନଥାଏ। ତାକୁ ଯେଉଁଟା ଠିକ୍ ଲାଗିଥାଏ କେବଳ ସେଇ କଥା ହିଁ କହିଥାନ୍ତି। ଯେମିତିକି କେତେ ଗୁଣୀ ଜ୍ଞାନୀ ପଣ୍ଡିତ ଏଇ ଟିଭି ମୋବାଇଲ ମାଧ୍ୟମରେ ଆସୁଛନ୍ତି, ସେ ତାଙ୍କର ଅନୁଚିନ୍ତା କହୁଛନ୍ତି କି ତାଙ୍କର ଭାବନା ଯାହା କିଛି ତାର ଅନୁଭବ ଯାହା କରିଛନ୍ତି ସବୁ କିଛି କହୁଛନ୍ତି ନା, ତାଙ୍କ ପାଇଁ ସେଇଟା ବହୁତ ଠିକ୍, ଭୁଲ କିଛି ନାହିଁ। ତାଙ୍କ ଠିକ୍ଟାକୁ ସିଏ କହିଲେ, ମୋ ଠିକ୍ ଭୁଲଟାକୁ ମୁଁ କହିଲି। ସେଥିପାଇଁ କାହାର ସମସ୍ତ ଜିନିଷକୁ ସମତୁଲ କରିକି କିଛି ତର୍ଜମା କରନ୍ତୁ ନାହିଁ, କି ବେଶୀ କାହା ଉପରେ ରାଗ କରନ୍ତୁ ନାହିଁ। ଏହା କଲେ ବହୁତ ଭଲ ହେବ। ଆଉ ମୋ କଥା ମାଧ୍ୟମରେ ଭୁଲ ଥିଲେ ମୋତେ କ୍ଷମା କରିବ। ମୁଁ ଗର୍ବ କରୁନାହିଁ, ଅହଙ୍କାର କରୁନାହିଁ, ଫୋଟାଣି ମାରୁନାହିଁ। ଯଦି ସେମିତି ମୁଁ କରୁଛି, ଆପଣମାନେ ପା ମୋର ଗୁରୁଜନ, ତାହେଲେ ଆପଣମାନେ ମୋତେ ସଠିକ୍ ବାଟ ଦେଖାଇ ଦିଅନ୍ତୁ ନା। ମୁଁ ବହୁତ ଖୁସି ହେବି। କାରଣ ଜଗନ୍ନାଥ କଥା ଆସିକି ସେ ଦାରୁ ବ୍ରହ୍ମରୁ ଆସି ସେ କ'ଣ କେବେ କଥା କହିପାରନ୍ତି? ସେ ଭାବନାରେ ସବୁ ଦେଇଥାନ୍ତି। ଭାବନାରେ କର୍ମ ଧର୍ମ ଦଣ୍ଡ ସବୁ ବିଧାନ ସବୁ କରିଥାନ୍ତି ଭାବନାରେ। କିନ୍ତୁ ସତରେ କେହି ଯଦି ଆମକୁ ବୁଝେଇବାକୁ ଥାଏ, ତାହେଲେ ସେ ହେଉଛନ୍ତି ଏଇ ମଣିଷ। ତା ଭିତରେ ଆମ ଶାଶୁ ଶ୍ୱଶୁର, ବାପା ମା, ଭାଇ ଭଉଣୀ, ନଣନ୍ଦ, ଦିଅର ଦେଢ଼ଶୁର, ଏଇମାନଙ୍କର କଥାରେ ବି ଆମେ କିଛି ଶିକ୍ଷଣୀୟ କଥା ପାଇଥାଉ। ଆଉ ସେଇମାନଙ୍କୁ ଆମେ ହସ ଖୁସିରେ ବାନ୍ଧି ରଖିଥାଉ। କହନ୍ତି ଯେଉଁମାନେ ଭୁଲ ନଥାଏ, ଅନ୍ୟାୟ ନଥାଇ କହୁଛନ୍ତି, ସେମାନଙ୍କର ସହନ୍ତୁ ନାହିଁ। ସହିଲେ ସେ ଅଧିକା କହିବେ। ସହିଲେ ମୋ ମତରେ ସମସ୍ତଙ୍କୁ କହିଛି, ଆପଣଙ୍କୁ ସମସ୍ତଙ୍କ ମନ ଠିକ୍ ନାହିଁ। କେତେ ଅଧିକା କହିବେ? ସେ କ'ଣ ଚିର ଅମର? ଦିନେ ଜନ୍ମ ଦିନେ ମରଣ। ଯାହା କହୁଛନ୍ତି, ଯଦି ଗୋଟେ ସଠିକ୍ ବାଟରେ ଯାଉଥିବା ଲୋକଟି, ତାଙ୍କୁ ଯାହା କହନ୍ତୁ ବରଂ ସେ ପରିବର୍ତ୍ତନ ନ ହୁଅନ୍ତୁ, ଶେଷ ଜୀବନ ପର୍ଯ୍ୟନ୍ତ ସେ ଭଗବାନଙ୍କୁ ଅନୁସରଣ କରନ୍ତୁ, ମୋ ରାଧାକୃଷ୍ଣ ଭାବକୁ ଅନୁସରଣ କରନ୍ତୁ, ମୋ ଜଗନ୍ନାଥ ଭାବକୁ ଅନୁସରଣ କରନ୍ତୁ, ଆଉ ସବୁ ହସି ହସି ସହିଯାଆନ୍ତୁ। ମିଛ ଅପବାଦ ଦିଅନ୍ତୁ କି ସତ ଅପବାଦ ଯାହା ବି ଦିଅନ୍ତୁ, ଯେମିତି ତୁଳସୀ ଗଛଟା, ତାକୁ କେହି ଆଘାତ ଦେଲେ କି ଓପାଡ଼ିଲେ ଯାହା କଲେ, ଏତେ କଷ୍ଟ ବି ଦେଲେ, ସେ କ'ଣ ପରିବର୍ତ୍ତନ ହୁଏ? ନା ତାଙ୍କ ନାଁ ପରିବର୍ତ୍ତନ ହୁଏ, ନା ତାର ବ୍ୟବହାର ପରିବର୍ତ୍ତନ ହୁଏ, ନା ତା ପବିତ୍ର ପରିବର୍ତ୍ତନ ହୁଏ? କିଛି ବି ପରିବର୍ତ୍ତନ ହୁଏନି। ସେ ସେଇ ସତୀ ତୁଳସୀ ମା ବୃନ୍ଦାବତୀ। ମଣିଷ ଭିତରେ ବି ତାହା ଲାଗୁ ରହିଛି। ଏହା ନିରାଟ ସତ୍ୟ ରହୁଛି। ମୋ କଥା ମାଧ୍ୟମରେ ଯଦି ଭୁଲ ଥାଏ ମୋତେ କ୍ଷମା କରନ୍ତୁ। ଆଉ ଯିଏ ବି ମୋ ସାଥିରେ ଆଲୋଚନା କରିବାକୁ ଚାହୁଁଛନ୍ତି, ଆଲୋଚନା କରନ୍ତୁ, କିଛି ଅସୁବିଧା ନାହିଁ, ମୁଁ ଆଲୋଚନା କରିପାରିବି। କିନ୍ତୁ ଫେସ୍ ଟୁ ଫେସ୍
କିନ୍ତୁ ଆପଣ ଯେଉଁ ମାୟା କରି ଏମିତି ହଠାତ୍ ଯେମିତି ଟାଇମ୍ ପାସ୍ ହେଲା ଭଳି କରୁଛନ୍ତି, ମୋତେ ବି ଠିକ୍ ଲାଗେ ନାହିଁ। ତାହା କରନ୍ତୁ କଲ୍, କିଛି ଅସୁବିଧା ନାହିଁ। ରହୁଛି, ଜୟ ଜଗନ୍ନାଥ। ମଣିଷ ସାଥୀ ତ ଆମେ ମଣିଷ ହସ ଖୁସି ତର୍ଜମା କରିବା ନାହିଁ, କ'ଣ ପଶୁ ସାଥିରେ କରିବା? ତେଣୁ ସମସ୍ତେ ଏହା ବୁଝିଗଲେ ବହୁତ ଭଲ ହେବ। ଜୟ ଜଗନ୍ନାଥ।